ରାତିରେ ବିଛଣାକୁ ଯିବା ପୂର୍ବରୁ ଏକ ଲୋଟା ଜଳ ଭରି ରଖିଦିଅନ୍ତୁ। ଏହି ସ୍ଥାନରେ ଘରେ ହେବ ମାତା ଲକ୍ଷ୍ମୀଙ୍କର ବାସ। ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ଏକ ଲୋଟା ଜଳ ପ୍ରୟୋଗ କରି କିଭଳି ଜୀବନର ସମସ୍ୟା ଦୂର କରିହେବ ସେହି ବିଷୟରେ କହିବୁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଦ୍ୱାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏହା ଘରର ଅନ୍ୟ ଦ୍ୱାରଠାରୁ ବଡ଼ ହୋଇଥାଏ। ସର୍ବଦା ଘରର ମୁଖ୍ୟ ଦ୍ୱାରରେ ଶୁଭ ମଙ୍ଗଳ ପ୍ରତୀକ ଚିହ୍ନ ବନାଇ ଏବଂ ସଜାଇ ରଖିବା ଉଚିତ। ଯେଉଁ ଘର ମୁଖ୍ୟ ଦ୍ୱାର ସର୍ବଦା ସୁନ୍ଦର, ସଜ୍ଜିତ ଏବଂ ପରିଷ୍କାର ରହିଥାଏ ସେହି ଘରେ ସର୍ବଦା ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେବେ ପ୍ରଥମ ଉପାୟ ଅନୁଯାୟୀ ସକାଳୁ ଉଠି ସର୍ବପ୍ରଥମେ କେଉଁ ପାର୍ଶ୍ୱରେ ଆପଣଙ୍କର ନିଶ୍ୱାସ ଚାଲିଛି ତାହାକୁ ଚେକ୍ କରି ସେହି ପାର୍ଶ୍ୱର ପାଦକୁ ପ୍ରଥମେ ପକାଇ ଦିଅନ୍ତୁ। ଏହା ବ୍ୟତୀତ ପୂର୍ବଦିନ ଶୋଇବା ସମୟରେ ଘରର ଦ୍ୱାରରେ ଏକ ଲୋଟାରେ ପାଣି ଭରି ରଖିଦିଅନ୍ତୁ। ସକାଳୁ ଉଠିବା ପରେ ସେହି ପାଣି ମୁଖ୍ୟ ଦ୍ୱାରରେ ଢାଳି ଦିଅନ୍ତୁ। ଏହି ଉପାୟ ଦ୍ୱାରା ଘରର ମୁଖ୍ୟ ଦ୍ୱାରରେ ଯଦି କୌଣସି ଅତୃପ୍ତ ଆତ୍ମା ଥିବ ତେବେ ସେ ତୃପ୍ତି ହୋଇ ସେଠାରୁ ଚାଲିଯିବ। ଏହାପରେ ସର୍ବପ୍ରଥମେ ଘରକୁ ଝାଡ଼ୁ ମାରି ପୋଛା ଲଗାଇ ଦିଅନ୍ତୁ। ପୋଛା ପାଣିରେ ଅଳ୍ପ ଲୁଣ କିମ୍ବା ଫିଟିକିରି ପକାଇ ପୋଛା ଲଗାଇଲେ ଘରେ ଥିବା ନକାରାତ୍ମକ ଦୂର ହୋଇଥାଏ। କିନ୍ତୁ ମନେ ରଖନ୍ତୁ ଯେ ଗୁରୁବାର ଦିନ ଘର ପୋଛା ଲଗାଇବା ବର୍ଜିତ ହୋଇଥାଏ, କାରଣ ଏହାଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘର ଛାଡ଼ି ଦିଅନ୍ତି। କିନ୍ତୁ ତଥାପି ଯଦି ପୋଛା ଲଗାଇବା ଅତି ଜରୁରୀ ହୋଇଥାଏ ତେବେ ପୋଛା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ପୋଛା ଲଗାଇ ପାରିବେ। ନଚେତ ଆପଣ ଏକ ଲୋଟାରେ ପାଣିରେ ହଳଦୀ ମିଶାଇ ଘରେ ଛିଞ୍ଚି ପାରିବେ। ଏହି ଉପାୟ ପରେ ବଳକା ହଳଦୀ ଜଳକୁ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ। ଏହାଦ୍ୱାରା ଘର ନକାରାତ୍ମକ ଦୂର ହୋଇଥାଏ। ସର୍ବଦା କରଜ ଦେବା କରଜ ନେବା ମଧ୍ୟ ଭଲ ନୁହେଁ। ଧନର ଆଗମନ ପାଇଁ ଘରର ମୁଖ୍ୟ ଦ୍ୱାରକୁ ସଜ୍ଜିତ କରି ରଖିବା ଆବଶ୍ୟକ। ଘରର ସାନ ହୋଇଥିଲେ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ପ୍ରଣାମ କରନ୍ତୁ ଏବଂ ଘରର ବଡ଼ ହୋଇଥିଲେ ସୂର୍ଯ୍ୟ ଦେବତାକୁ ଏକ ଲୋଟା ଜଳ ନିଶ୍ଚୟ ଅର୍ଘ୍ୟ ଦିଅନ୍ତୁ। ଏପରି କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ଘରେ 3 ଥର ଶଙ୍ଖ ବଜାଇବା ଉଚିତ, ଯାହାଦ୍ୱାରା ନକାରାତ୍ମକ ଦୂର ହୋଇଯିବ। ଏହାଦ୍ୱାରା ଗ୍ରହ ଦୋଷ ଦୂର ହୋଇଥାଏ। ପ୍ରତ୍ୟେକ ଦିନ ତୁଳସୀରେ ଜଳ ଅର୍ପିତ କରିବା ଦ୍ୱାରା ଜୀବନର ତମାମ ସମସ୍ୟା ଦୂର ହୋଇଥାଏ। ଯଦି ଘରେ ଅଶାନ୍ତି, କଳହ, କ୍ଲେଶ ଦେଖାଦେଉଛି ତେବେ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଏକ କାଚ ଗ୍ଲାସରେ ଲୁଣ ମିଶାଇ ପାଣି ନେଇ ରଖିଦିଅନ୍ତୁ। ସେଥିରେ କୌଣସି କୁକୁମ କିମ୍ବା ନେଲ୍ ପଲିସ୍ ଚିହ୍ନ ଦେଇ ଦିଅନ୍ତୁ। ପ୍ରତି ମାସରେ ସେହି ପାଣିକୁ ବଦଳାଇ ଦିଅନ୍ତୁ ଏବଂ ଫ୍ରେଶ୍ ଲୁଣ ରଖନ୍ତୁ। ଏହାଦ୍ୱାରା ଜୀବନରେ ଖୁସିର ଆଗମନ ହୋଇଥାଏ। ଘରର ମୁଖ୍ୟ ଦ୍ୱାରରେ ହଳଦୀ ଚାଉଳ ନେଇ ସ୍ୱସ୍ତିକ ଚିହ୍ନ କରନ୍ତୁ। ତାହାକୁ ଘରର ବାହାର ପଟୁ କରିବା ଉଚିତ ହୋଇଥାଏ। ଆପଣ ଚାହିଁଲେ ଓମ୍ ମଧ୍ୟ ଲେଖିପାରିବେ। ପୂଜା କରିବା ସମୟରେ ମଥାରେ ତିଲକ ନିଶ୍ଚୟ କରନ୍ତୁ। ଘରର ମୁଖ୍ୟ ଦ୍ୱାରରେ ସର୍ବଦା ଚନ୍ଦନ ଲଗାଇ ରଖନ୍ତୁ। ତିଲକ କରିବା ସମୟରେ ଚାଉଳ ଲଗାଇଲେ ଜୀବନରେ ସର୍ବଦା ଉନ୍ନତି ହୋଇଥାଏ। ଘରୁ ବାହାରିବା ସମୟରେ ଡାହାଣ ପାର୍ଶ୍ୱରେ କୌଣସି ଧାତୁ କିମ୍ବା ମାଟି କଳସରେ ପାଣି ଭରି ରଖନ୍ତୁ। ସେହି ପାଣି ସୁରକ୍ଷା କବଚ ଆକାରରେ କାମ କରିବ। ଯଦି ଘରେ କାହାରି ସ୍ୱାସ୍ଥ୍ୟ ସମସ୍ୟା ରହୁଛି ତେବେ ଏକ କାଚ ପାତ୍ରରେ ଗୋମତୀ ଚକ୍ର ଅତି କମରେ 5ଟି ରଖିଦିଅନ୍ତୁ ଏବଂ ସେଥିରେ ଏକ କଉଡ଼ି ମଧ୍ୟ ରଖିଦିଅନ୍ତୁ।